हेलो एभ्रिवान ମୁଁ ପୁଣି ଥରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଆମର ୟୁନିକ୍ ଲର୍ଣ୍ଣର୍ସ ହବ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ତ ଆଜି ଆମେ ଆମର ପଞ୍ଚମ ଶ୍ରେଣୀର ଭାଷା ମହକ ପୁସ୍ତକର ଦ୍ୱିତୀୟ ପାଠକୁ ପଢ଼ିବା ପାଇଁ ଯାଉଛି। ପ୍ରଥମ ପାଠ ତ ଆପଣଙ୍କର ପଢ଼ା ସରିଛି, ତ ବର୍ତ୍ତମାନ ଆମେ ଦ୍ୱିତୀୟ ପାଠ ପଢ଼ିବା। ଦ୍ୱିତୀୟ ପାଠଟି ଗୋଟେ ଗପ ଅଛି, ଆଉ ଗପଟିର ନାଁ ହେଉଛି ନ୍ୟାୟର ସିଂହାସନ। ଗପର ନାଁରୁ ଆପଣମାନେ ଜାଣିପାରୁଥିବେ ଯେ ଏଇଟା ଗୋଟେ ରାଜା ବିଷୟରେ ଥିବ, ରାଜା ଏବଂ ତାଙ୍କର ନଗରୀ ବିଷୟରେ ଥିବ ବୋଲି ଆପଣମାନେ ଜାଣିପାରୁଥିବେ। ତ ଆମେ ଆରମ୍ଭ କରିବା। ଅନେକ ବର୍ଷ ତଳର କଥା। ଉଜ୍ଜୟିନୀ ନାମରେ ଗୋଟେ ଐତିହାସିକ ତଥା ପ୍ରାଚୀନ ନଗରୀ ଥିଲା। ବହୁତ ବର୍ଷ ତଳରେ ଉଜ୍ଜୟିନୀ ନାମରେ ଗୋଟେ ପ୍ରାଚୀନ ନଗରୀଟେ ଥିଲା ଓ ସେଠାରେ ଜଣେ ରାଜା ରାଜତ୍ୱ କରୁଥିଲେ। ତାଙ୍କର ନାଁ ଥିଲା ଭୋଜରାଜ। ତାଙ୍କ ନଗରୀକୁ ଲାଗିକି ଗୋଟିଏ ଗାଁଟିଏ ଥିଲା, ଗ୍ରାମଟିଏ ଥିଲା। ଗ୍ରାମଟିର ନାଁ ଥିଲା ଧାରାପୁରୀ ଓ ଏଇ ଧାରାପୁରୀ ଗାଁରେ ଗୋଟିଏ ସୁଦୀର୍ଘ ପଡ଼ିଆ ଥିଲା, ବହୁତ ବଡ଼ ପଡ଼ିଆଟିଏ ଥିଲା। ତ ପ୍ରତ୍ୟେକ ଦିନ ଅନେକ ପିଲା ସେହି ପଡ଼ିଆକୁ ଖେଳିବାକୁ ଆସନ୍ତି। ପଡ଼ିଆର ଗୋଟିଏ ପଟେ ଗୋଟିଏ ଉଚ୍ଚ ଚିକ୍କଣ ପଥରଟିଏ ଥିଲା, ଚିତ୍ରରେ ଦେଖିପାରୁଥିବେ। ତ ସେ ପିଲାମାନେ ଖେଳିବାକୁ ଆସନ୍ତି ଯେଉଁ ପିଲାମାନେ ସମସ୍ତେ ମିଶି ସେଠାରେ ଗୋଟିଏ ମଞ୍ଚା ତିଆରି କଲେ। ମଞ୍ଚାଟି ବିଲକୁଲ ସିଂହାସନ ଭଳିଆ ଦେଖାଯାଉଥିଲା। ମଞ୍ଚା ତିଆରି ପରେ ପିଲାଟିଏ କ'ଣ କଲା, ସେଇ ପଥର ଉପରେ ବସି ପଡ଼ିଲା ଏବଂ ତାର ସବୁ ସାଙ୍ଗକୁ ଡାକି କହିଲା ଯେ ଏଇଟା ସିଂହାସନ, ଏ ସିଂହାସନଟି ଆଜିଠୁ ମୋର। ତା ଅର୍ଥ ମୁଁ ରାଜା ଆଉ ତୁମେମାନେ ମୋର ପାରିଷଦ ବର୍ଗ। ତା ଅର୍ଥ କ'ଣ, ମନ୍ତ୍ରୀ ସେନାପତି ତୁମେମାନେ ସମସ୍ତେ ଏବଂ ମୁଁ ରାଜା ବୋଲି ସେ ପିଲାଟି କହିଲା। ଏଇଟା ସେମାନେ ଖେଳରେ ଖେଳିଲେ। ଆଉ ସେ ପିଲାଟି ରାଜା ହେଇକି କହିଲା ଯେ ତୁମେମାନେ ଜଣ ଜଣ କରି ତୁମର ସବୁ ଅଭିଯୋଗ ମୋ ନିକଟକୁ ଆଣ, ମୁଁ ସେଗୁଡ଼ିକର ବିଚାର କରିବି। ଯେପରି ସତରେ ରାଜା ନିକଟକୁ ତାଙ୍କ ନଗରୀର ଲୋକମାନେ ତାଙ୍କର ଅଭିଯୋଗ ଧରିକି ଯାଆନ୍ତି, ରାଜା ସେମାନଙ୍କର ବିଚାର କରନ୍ତି, ସେହିଭଳି ଏମାନେ ଖେଳିବାକୁ ଲାଗିଲେ। ତ ସଭିଏଁ ମିଶି ବିଭିନ୍ନ ପ୍ରକାର ଅଭିଯୋଗ ଗୋଟିଏ ପରେ ଗୋଟିଏ ରାଜାଙ୍କ ନିକଟରେ ଉପସ୍ଥାପନ କରନ୍ତି। ପିଲାଟି ସେ ମଞ୍ଚାର ସିଂହାସନରେ ବସି ସମସ୍ତଙ୍କର ଅଭିଯୋଗ ଶୁଣେ ଓ ତୁରନ୍ତ ଶୀଘ୍ର ବହୁତ ଜଲ୍ଦି ତାମାନେ ସମସ୍ତଙ୍କୁ ଖୁସି କଲା ଭଳିଆ ଗୋଟିଏ ଫଇସଲାଟିଏ ବା ନିଷ୍ପତ୍ତିଟିଏ ନିଏ, ଶୁଣେଇ ଦିଏ। ତ ପିଲାମାନେ ପ୍ରତିଦିନ ନିୟମିତ ଏହିଭଳି ଖେଳ ଖେଳନ୍ତି ଆଉ ବହୁତ ମଜା କରନ୍ତି। ପିଲାମାନେ ଖେଳିବା ସମୟରେ ପଡ଼ିଆ ଦେଇ ଯେଉଁ ଲୋକମାନେ ଯାଉଥାନ୍ତି, ବାଟୋଇମାନେ ଯାଉଛନ୍ତି, ସେମାନେ ମଧ୍ୟ ଦେଖନ୍ତି ଏହି ଖେଳ ଆଉ ପିଲାମାନଙ୍କର ଏହି ଖେଳକୁ ଦେଖି ସେମାନେ ମଧ୍ୟ ଉପଭୋଗ କରନ୍ତି। ଓ ରାଜା ଭାବରେ ଯେଉଁ ମଞ୍ଚରେ ବସିଥାଏ ମଞ୍ଚାସୀନ ପିଲାଟି କିପରି ବିଚାର କରୁଛି, ତାର ବିଚାର ଶୈଳୀକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କାରଣ ସେ ଛୋଟ ପିଲାଟିଏ ହୋଇଥିଲେ ମଧ୍ୟ ସେ ରାଜା ଭଳିଆ, ସତରେ ରାଜା ଭଳିଆ ଉଚିତ ନିଷ୍ପତ୍ତି ନେଇପାରୁଥାଏ। ତ ବେଳେ ବେଳେ ନିଜ ନିଜ ମଧ୍ୟରେ ସେଇ ଲୋକମାନେ ବାଟୋଇମାନେ କୁହାକୁହି ମଧ୍ୟ ହୁଅନ୍ତି କି ଏ ବାଲକ ଦେହରେ କିଛି ଦୈବୀ ଶକ୍ତି ରହିଛି କି, କିଛି ଦେବୀର ଶକ୍ତି ରହିଛି କି, ଯାହାଫଳରେ କି ଏହି ବାଲକଟି ଏତେ ଛୋଟ ହେଲେ ମଧ୍ୟ ଏତେ ସୁନ୍ଦର ଏବଂ ଉପଯୁକ୍ତ ବିଚାର ପ୍ରଦାନ କରିପାରୁଛି ବୋଲି ଲୋକମାନେ ତାଙ୍କ ମଧ୍ୟରେ କୁହାକୁହି ମଧ୍ୟ ହୁଅନ୍ତି। ତ ଦିନକର କଥା, ଦୁଇ ଜଣ କୃଷକ ମଧ୍ୟରେ କଳିର ବିଚାର ପାଇଁ ରାଜା ନିକଟକୁ ନ ଯାଇ କୃଷକ ଦୁଇ ଜଣ ସେଇ ମଞ୍ଚାରେ ବସୁଥିବା ପିଲା ନିକଟରେ ଉପସ୍ଥିତ ହେଲେ, ସେ ପିଲା ପାଖକୁ ଗଲେ। ଦୁହେଁ ସେମାନଙ୍କର କଳି ବିଷୟରେ ପିଲାଟିକୁ କହିଲେ। ପିଲାଟି ଗମ୍ଭୀରତାର ସହିତ ସବୁ ଶୁଣିଲା ଓ ଶେଷରେ ଦୁହିଁଙ୍କୁ ଏପରି ଫଇସଲା ଶୁଣାଇଲା, ଏପରି ଏକ ନିଷ୍ପତ୍ତି ନେଲା, ଯାହା ଶୁଣି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। କୃଷକ ଦୁଇ ଜଣ ଆଶ୍ଚର୍ଯ୍ୟ ହୋଇଗଲେ ଓ ସେହି ଦିନଠାରୁ ଲୋକମାନେ ନିଜ ନିଜର ଆପତ୍ତି ଅଭିଯୋଗ ଯାହା ବି ହେଉ, କଳି ଝଗଡ଼ା ଯାହା ବି ହେଉ, ରାଜାଙ୍କ ନିକଟକୁ ନ ଯାଇ ସେହି ପିଲାଟି ପାଖକୁ ଆସନ୍ତି।
ଏବଂ ପିଲାଟି ମଧ୍ୟ ସଭିଙ୍କୁ ସନ୍ତୁଷ୍ଟ କଲା ପରି ନ୍ୟାୟ ପ୍ରଦାନ କରେ, ସେହିଭଳି ନିଷ୍ପତ୍ତି ଶୁଣାଏ। ଫଳରେ କ'ଣ ହେଲା, ପିଲାଟିର ଏଇ ଯେଉଁ ନିଷ୍ପତ୍ତି ନେଇପାରୁଥିବା କଥାଟା, ଏଇ ଯଶଟା ସବୁଆଡ଼େ ବ୍ୟାପିଗଲା, ସମସ୍ତେ ଜାଣିବାକୁ ପାଇଲେ। ଧୀରେ ଧୀରେ ଏଇ କଥାଟି ରାଜାଙ୍କ ନିକଟରେ ମଧ୍ୟ ପହଞ୍ଚିଲା, ପିଲାଟିର ଖ୍ୟାତି କଥାଟା। ପ୍ରଥମେ ରାଜା ବହୁତ ରାଗିଗଲେ ଶୁଣିକି, କିନ୍ତୁ ପରେ ସେ ଚିନ୍ତା କଲେ, ମନସ୍ଥ କଲେ ଯେ ସେ ପିଲାଟି ନିକଟକୁ ଯିବେ ଓ ପିଲାର ବିଚାରଧାରାକୁ ଦେଖିବେ। କିଭଳି ଗୋଟେ ଛୋଟ ପିଲା ଏହିପରି ନିଷ୍ପତ୍ତି ନେଉଛି ତାହା ସେ ଦେଖିବେ। ତ ପରଦିନ ତାଙ୍କର ପାତ୍ରମନ୍ତ୍ରୀଙ୍କ ସହ ରାଜା ମଞ୍ଚାର କିଛି ଦୂରରେ ରହି ପିଲାମାନଙ୍କର ସେଇ ଖେଳକୁ ନିରୀକ୍ଷଣ କଲେ। ଦୂରରେ ରହି ଦେଖିଲେ ପିଲାମାନେ କିପରି ଖେଳୁଛନ୍ତି, କ'ଣ ଦେଖିଲେ। ସେ ପିଲାଟିର ବୁଦ୍ଧିମତ୍ତା ଓ ନ୍ୟାୟ ପ୍ରଦାନ ଶୈଳୀକୁ ବହୁତ ପସନ୍ଦ କଲେ। ସେ ପିଲାଟି କିପରି ବୁଦ୍ଧିମତ୍ତାର ସହିତ ଉଚିତ ନିଷ୍ପତ୍ତି ନେଉଛି, ସେହି ଶୈଳୀକୁ ବହୁତ ପସନ୍ଦ କଲେ ରାଜା। ଏବଂ ମନ୍ତ୍ରୀଙ୍କୁ ପାଖକୁ ଡାକି କହିଲେ, ସତରେ ଏ ପିଲା ବଡ଼ ବୁଦ୍ଧିମାନ, ତା ବିଚାରଧାରାକୁ ମାନିବାକୁ ପଡ଼ିବ। ପିଲାଟିର ବିଚାରଧାରାକୁ ମାନିବାକୁ ପଡ଼ିବ ବୋଲି ରାଜା ମନ୍ତ୍ରୀକୁ କହିଲେ। ଏତେ ଛୋଟ ବୟସରେ ସେ ଯେଉଁ ନ୍ୟାୟ ବିଚାର କରୁଛି, ବଡ଼ମାନେ ମଧ୍ୟ ତା ନିକଟରେ ହାର ମାନିବେ। ରାଜା କହିଲେ କି ଜଣେ ବଡ଼ ଲୋକ ମଧ୍ୟ ଏପରି ନିଷ୍ପତ୍ତି ନେଇପାରିବ ନାହିଁ। ଏଇ ପିଲାଟି ଛୋଟ ବୟସରେ ଯେଉଁ ଭଳିଆ ନିଷ୍ପତ୍ତି ନ୍ୟାୟ ବିଚାର କରୁଛି, ଜଣେ ବଡ଼ ମଧ୍ୟ କରିପାରିବ ନାହିଁ ବୋଲି କହିଲେ। ତ ଠିକ୍ ଏହି ସମୟରେ ଜଣେ ପାରିଷଦ ତାଙ୍କର ରାଜାଙ୍କର କହିଲେ, ହଜୁର, ଏ ପିଲା ତ ନିତି ମଞ୍ଚରେ ବସୁଥିବା ପିଲା ନୁହେଁ। ପ୍ରତିଦିନ ମଞ୍ଚାରେ ବସୁଥିବା ପିଲା ଜ୍ୱରରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ତା ସ୍ଥାନରେ ଏ ପିଲା ମଞ୍ଚାସୀନ ହୋଇଛି। ତ ପାରିଷଦ ଜଣକ କ'ଣ କହିଲେ, ଯେ ଏଇ ଯେଉଁ ପିଲାଟି ବସିଛି ମଞ୍ଚାରେ ଆଜି, ପ୍ରତିଦିନ ବସୁଥିବା ପିଲା ଏଇଟା ନୁହେଁ। ଯେଉଁ ପ୍ରତିଦିନ ବସୁଥିବା ପିଲାଟା, ତାକୁ ଜ୍ୱର ହେଉଛି, ତ ତା ଯୋଗୁଁ ଏ ପିଲାମାନେ ଖେଳୁଛନ୍ତି, ଯେଉଁ ଅନ୍ୟ ଗୋଟିଏ ପିଲା ଏଇ ମଞ୍ଚରେ ବସିଛି। ରାଜା କହିଲେ, ତେବେ ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା। ଯାହା ବି ହେଉ, ଏହି ମଞ୍ଚା ସିଂହାସନର କିଛି ଗୋଟେ ଚମତ୍କାରିତା ଅଛି। ଏହି ସିଂହାସନର କିଛି ଗୋଟେ ଚମତ୍କାରିତା ଅଛି। ମୁଁ ଏହାକୁ ପରୀକ୍ଷା କରିବି ବୋଲି ରାଜା କହିଲେ। ତାପରେ ରାଜା କ'ଣ କଲେ, ତତ୍କ୍ଷଣାତ୍ ସାଙ୍ଗେ ସାଙ୍ଗେ ସେହି ମଞ୍ଚାର ତଲକୁ ଖୋଲିବାକୁ ଆଦେଶ ଦେଲେ ତାଙ୍କର ପାତ୍ର ମନ୍ତ୍ରୀଙ୍କୁ। ତ ସମସ୍ତେ ଖୋଲିଲେ। ଖୋଲୁ ଖୋଲୁ ମଞ୍ଚାର ତଲୁ ଗୋଟିଏ ସୁନ୍ଦର ଚନ୍ଦ୍ରକାନ୍ତ ପଥରରେ ତିଆରି ରତ୍ନ ଖଚିତ 32ଟି ପୁତ୍ତଳିକା ଯୁକ୍ତ ସିଂହାସନ ଦେଖିବାକୁ ପାଇଲେ। ଆପଣମାନେ ଚିତ୍ରରେ ଦେଖିପାରୁଥିବେ କେଡ଼େ ସୁନ୍ଦର ସିଂହାସନଟିଏ ତଳରୁ ସେମାନେ ଦେଖିବାକୁ ପାଇଲେ। ସେଥିରେ କ'ଣ ଥିଲା, ସୁନ୍ଦର ଚନ୍ଦ୍ରକାନ୍ତ ପଥରରେ, ବହୁତ ମୂଲ୍ୟବାନ ପଥର ଗୁଡ଼ିକରେ, ରତ୍ନ ଗୁଡ଼ିକରେ ସେ ସିଂହାସନଟି ସଜା ଯାଇଥିଲା। ତାପରେ ସେ ସିଂହାସନରେ ଆପଣମାନେ ଦେଖିପାରୁଥିବେ ଏଇ ଯେଉଁ ତାର ପୁତ୍ତଳିକା ମାନେ ରହିଥାଏ, ପୁତ୍ତଳିକା ମାନେ ଥିଲା, ଦେଖିପାରୁଥିବେ। ତ ସିଂହାସନର 4ଟି ଗୋଡ଼ରେ 4 ଜଣ ଦେବଦୂତଙ୍କ ମୂର୍ତ୍ତି ଖୋଦା ହୋଇଥିଲା। ଆଉ ସେଇ ମୂର୍ତ୍ତି ଯୋଗୁଁ ସିଂହାସନ ଶୋଭା ଆହୁରି ବଢ଼ି ଯାଉଥିଲା। ତାର ଯେଉଁ ସିଂହାସନର ଯେଉଁ 4ଟି ଗୋଡ଼ ଅଛି, 4 ଗୋଡ଼ରେ 4 ଜଣ ଦେବଦୂତଙ୍କର ମୂର୍ତ୍ତି ଖୋଦେଇ ହେଇକି ଥିଲା, ଆଉ ବହୁତ ସୁନ୍ଦର ଦେଖାଯାଉଥିଲା ସିଂହାସନଟି। ମାଟି ତଳୁ ସିଂହାସନ ମିଳିବା କଥା, ପବନ ଯେପରି ଚାରିଆଡ଼େ ବହୁତ ଜଲ୍ଦି ମାଡ଼ିଯାଏ, ସେହିଭଳି ଏଇ କଥାଟା ମଧ୍ୟ ପବନ ବେଗରେ ଚାରିଆଡ଼େ ବ୍ୟାପିଗଲା। ତ କ'ଣ ହେବ, ହଜାର ହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼, ସମସ୍ତେ ଆଶ୍ଚର୍ଯ୍ୟ, ଦେଖିବାକୁ ସମସ୍ତେ ଭିଡ଼ ଜମାଇଲେ। ଜଣେ ବିଦ୍ୱାନ ମଧ୍ୟ ସେଠାକୁ ଆସିଲେ। ସେ ବିଦ୍ୱାନ ପଣ୍ଡିତ ଜଣକ ସିଂହାସନ ଦେଖି କହିଲେ ଯେ ଏହା ସାଧାରଣ ସିଂହାସନ ନୁହେଁ, ଏହା ବହୁ ବର୍ଷ ପୁରୁଣା ରାଜା ବିକ୍ରମାଦିତ୍ୟଙ୍କର ସିଂହାସନ। ସେ କହିଲେ ଏହି ସିଂହାସନଟି ବହୁତ ବର୍ଷ ପୁରୁଣା ସିଂହାସନଟି ଓ ଏହା ରାଜା ବିକ୍ରମାଦିତ୍ୟଙ୍କ ସିଂହାସନ। ଏହା ଉପରେ ରାଜା ବିକ୍ରମାଦିତ୍ୟ ଉପବେଶନ କରି, ଅର୍ଥାତ୍ ବସି ସତ୍ୟ, ଧର୍ମ, ନ୍ୟାୟର ବିଚାର ପ୍ରଦାନ କରୁଥିଲେ।
ତ ଏହା ଏକ ନ୍ୟାୟର ସିଂହାସନ। ଏହି ସିଂହାସନଟି ଗୋଟିଏ ନ୍ୟାୟର ସିଂହାସନ। ଏହା ଉପରେ ବସି କେବଳ ନ୍ୟାୟ ବିଚାର ହିଁ କରାଯାଇପାରିବ ବୋଲି ସେଇ ବିଦ୍ୱାନ ପଣ୍ଡିତ ଜଣକ କହିଲେ। ଆପଣମାନେ ବିଦ୍ୱାନ ପଣ୍ଡିତଙ୍କୁ ମଧ୍ୟ ଦେଖିପାରୁଛନ୍ତି। ତ ରାଜା ଏହା ଶୁଣି ଆଦେଶ ଦେଲେ ଯେ ତୁରନ୍ତ ଏହି ସିଂହାସନକୁ ରାଜ ଦରବାରକୁ ପ୍ରେରଣ କରାଯାଉ। ରାଜ ଦରବାରକୁ ତୁରନ୍ତ ଏହି ସିଂହାସନକୁ ନିଆଯାଉ ବୋଲି ରାଜା ଆଦେଶ ଦେଲେ। ଆଉ ଏହା ଉପରେ ମୁଁ ବସିବି ଓ ପ୍ରଜାଙ୍କ ଆପତ୍ତି ଓ ଅଭିଯୋଗର ସବୁ ଉଚିତ ଫଇସଲା କରିବି। ରାଜା ଏପରି କହିଲେ। ତା ପରଦିନ ରାଜା ବହୁତ ଉତ୍କଣ୍ଠାର ସହ, ବହୁତ ଉତ୍ସାହର ସହ ସିଂହାସନରେ ବସିବାକୁ ଉଦ୍ୟତ ହେଉଥିଲେ। ତା ଅର୍ଥ ବସିବାକୁ ଯାଉଥିବା ବେଳେ ହଠାତ୍ କାହାର ଗୋଟେ ଶବ୍ଦ ଶୁଣାଗଲା ରାଜାଙ୍କୁ। ରହିଯାଆନ୍ତୁ ରାଜା। ରାଜା ଚାରିଦିଗକୁ ଚାହିଁଲେ, କେହି ନାହାନ୍ତି। ତ ସେ ପୁଣି ସିଂହାସନରେ ବସିବାକୁ ଆଗେଇ ଗଲେ। ପୁଣି ସେହିପରି ଶବ୍ଦ ରହିଯାଆନ୍ତୁ ରାଜା ବୋଲି ଶୁଭିଲା। ଏଥର ରାଜା ଆଶ୍ଚର୍ଯ୍ୟ ହୋଇ ଦେଖିଲେ, କିଏ କହୁଛି ବୋଲି ଦେଖିବାରୁ ପାଇଲେ ଯେ ସିଂହାସନ ଗୋଡ଼ରେ ଯେଉଁ ଖୋଦିତ ହୋଇ ଥିଲା ପୁତ୍ତଳିକା ମଧ୍ୟରୁ ଗୋଟିଏ ପୁତ୍ତଳିକା ତାଙ୍କୁ ଏକଥା କହୁଛି। ପୁତ୍ତଳିକା ପୁଣି କହିଲା, ରାଜା, ଆପଣ କ'ଣ ଏ ସିଂହାସନରେ ବସିବାକୁ ଯୋଗ୍ୟ? ଆପଣ କ'ଣ ଦୃଢ଼ତାର ସହିତ କହିପାରିବେ କି ଜୀବନରେ କେବେ ଚୋରି କରିନାହାନ୍ତି ବୋଲି? ସେ ପୁତ୍ତଳିକା ଚିତ୍ରରେ ଦେଖିପାରୁଥିବେ, ଯେଉଁ ପୁତ୍ତଳିକା ଗୋଟିଏ ଗୋଡ଼ରେ ଅଛି, ସେହି ପୁତ୍ତଳିକାଟି ରାଜାଙ୍କୁ ପ୍ରଶ୍ନ କରୁଛି ଯେ ରାଜା, ଆପଣ କ'ଣ ଏହି ସିଂହାସନରେ ବସିବାକୁ ଯୋଗ୍ୟ? ଆପଣ କ'ଣ କହିପାରିବେ କି ଆପଣ କେବେ ହେଲେ ଚୋରି କରିନାହାନ୍ତି ବୋଲି ଜୀବନରେ? ତ ରାଜା ଲଜ୍ଜାରେ ମୁଣ୍ଡ ତଳକୁ କଲେ, କାରଣ ତାଙ୍କର ମନେ ପଡ଼ିଗଲା ଯେ କିଛି ବର୍ଷ ତଳେ ତାଙ୍କର ଜଣେ ପାରିଷଦଙ୍କର ଜମିକୁ ରାଜା ଜବରଦସ୍ତ ହଡ଼ପ କରିନେଇଥିଲେ। ପୁତ୍ତଳିକା ପୁଣି କହିଲା, ଆପଣଙ୍କୁ ଏ ଚୋରି ଅପରାଧରୁ ମୁକୁଳିବା ପାଇଁ 3 ଦିନ ଧରି ପୂଜାର୍ଚ୍ଚନା କରି ପ୍ରାୟଶ୍ଚିତ କରିବାକୁ ପଡ଼ିବ। ପୁଣି ପୁତ୍ତଳିକା କ'ଣ କହିଲା, ଆପଣ ଯଦି ଏ ଚୋରି ଅପରାଧରୁ ମୁକୁଳିବା ପାଇଁ ଚାହାନ୍ତି, ତାହେଲେ ଆପଣଙ୍କୁ 3 ଦିନ ଧରି ପୂଜା ଅର୍ଚ୍ଚନା କରି ସେହି ପାପର ପ୍ରାୟଶ୍ଚିତ କରିବାକୁ ପଡ଼ିବ ବୋଲି କହିଲା। ଏହା କହି ପୁତ୍ତଳିକାଟି ଡେଣା ହଲେଇ ସେହିଠାରୁ ଉଡ଼ିଗଲା। ରାଜା ପୁତ୍ତଳିକାର କଥା ଅନୁସାରେ 3 ଦିନ ଧରି ପୂଜାର୍ଚ୍ଚନା କଲେ, ଉପବାସରେ ବି ରହିଲେ ଏବଂ 4ଥ ଦିନ ସିଂହାସନରେ ବସିବାକୁ ଗଲେ। ହେଲେ ଏ କ'ଣ ହେଲା? ପୁଣି ଦ୍ୱିତୀୟ ଗୋଡ଼ରେ ଥିବା ପୁତ୍ତଳିକା କହିବାକୁ ଲାଗିଲା, ରହିଯାଆନ୍ତୁ ରାଜା। ଆପଣ ଦୃଢ଼ତାର ସହିତ କହିପାରିବେ କି ଜୀବନରେ କେବେ ମିଛ କହିନାହାନ୍ତି ବୋଲି? ତ ରାଜା କହିଲେ, ମୁଁ ତ ପିଲାବେଳେ କୌଣସି ନା କୌଣସି ଅସୁବିଧାରେ ଥିବାବେଳେ ମିଛ କହିଦେଇଥାଏ। ଦ୍ୱିତୀୟ ପୁତ୍ତଳିକା ରାଜାଙ୍କର କଥା ଶୁଣି ସେହିଠାରୁ ଡେଣା ହଲେଇ ଆକାଶକୁ ଉଡ଼ିଗଲା। ତ ରାଜା କ'ଣ କଲେ, ପୁଣି 3 ଦିନ ଧରି ପୂଜା ଅର୍ଚ୍ଚନା କଲେ, ଉପବାସରେ ରହିଲେ ଏବଂ 3 ଦିନ ପରେ ପୁଣି ସିଂହାସନକୁ ବସିବାକୁ ଆଗେଇ ଗଲେ। ପୁଣି ଯେତେବେଳେ ଗଲେ ସିଂହାସନରେ ବସିବାକୁ, ସେଠାରେ ଥିବା ଆଉ ଗୋଟିଏ ପୁତ୍ତଳିକା, ତୃତୀୟ ପୁତ୍ତଳିକା ରାଜାଙ୍କୁ ପୁଣି ଅଟକାଇ କହିଲା, ସିଂହାସନରେ ବସିବା ପୂର୍ବରୁ କୁହନ୍ତୁ, ଆପଣ କାହାକୁ କେବେ କ'ଣ ଜୀବନରେ ଆଘାତ ପହଞ୍ଚାଇ ନାହାନ୍ତି? ଆପଣ କ'ଣ ଜୀବନରେ କେବେ କାହାକୁ ଆଘାତ ଦେଇନାହାନ୍ତି କି ବୋଲି ରାଜାଙ୍କୁ ସେ ପ୍ରଶ୍ନ କଲା। ଏହା ଶୁଣି ପୁଣି ପଛକୁ ଘୁଞ୍ଚିଗଲେ ରାଜା ଏବଂ ତୃତୀୟ ପୁତ୍ତଳିକା ସେ ବୁଝିଗଲେ ଯେ ରାଜା ଜୀବନରେ କାହାକୁ କେବେ ନା କେବେ ଆଘାତ ପହଞ୍ଚାଇଛନ୍ତି ଏବଂ ସେ ଡେଣା ହଲେଇ ଉପରକୁ ଉଡ଼ିଗଲେ ପୁତ୍ତଳିକା। ରାଜା ପୂର୍ବ ପରି 3 ଦିନ ଧରି ପୁଣି ପୂଜା ଅର୍ଚ୍ଚନା କଲେ, ଉପବାସ କଲେ। ପୂଜା ଶେଷରେ ସେ ସିଂହାସନରେ ବସିବାକୁ ଉଦ୍ୟମ କଲେ। ପୁଣି କ'ଣ ହେଲା, 4ର୍ଥ ପୁତ୍ତଳିକା ବାହାରି ପଡ଼ି କହିଲା, ରହିଯାଆନ୍ତୁ ରାଜା। ଯେଉଁ ପିଲା ଏ ସିଂହାସନରେ ବସୁଥିଲା, ସେ ଅତ୍ୟନ୍ତ ସରଳ ଓ ନିଷ୍ପାପ ଥିଲା। ସେ କ'ଣ କହିଲା? ସେ କହିଲା ଯେ ଯେଉଁ ପିଲାଟି ଏ ସିଂହାସନରେ ବସୁଥିଲା, ସେ ପିଲାଟା ସରଳ ଓ ନିଷ୍ପାପ ଥିଲା। ଛୋଟ ଥିଲାବେଳେ ପିଲାମାନେ ସରଳ ଏବଂ ନିଷ୍ପାପ ଥାନ୍ତି। ତାଙ୍କ ମନରେ କିଛି କଳୁଷିତ ନଥାଏ। ତା ମନରେ କଳୁଷିତ ନଥିଲା।
ତ ସେ କହିଲା, ତୁମେ ଯଦି ନିଜକୁ ଯୋଗ୍ୟ ବୋଲି ମନେ କରୁଛ, ତେବେ ଏ ସିଂହାସନରେ ବସିପାର। ତ ରାଜା ବହୁ ସମୟ ଧରି ଭାବିବାକୁ ଲାଗିଲେ। ନିଜକୁ ନିଜେ କହିଲେ, ଯଦି ଗୋଟିଏ ସାମାନ୍ୟ ପିଲା ଏ ସିଂହାସନରେ ବସିପାରୁଛି, ତେବେ ମୁଁ ରାଜା ଭାବେ ତ ଅଧିକ ଯୋଗ୍ୟ। ତ ମୁଁ ରାଜା ଭାବେ ଅଧିକ ଯୋଗ୍ୟ ବୋଲି ଭାବିଲେ ରାଜା। ଗୋଟେ ସାମାନ୍ୟ ପିଲା ଯଦି ସିଂହାସନରେ ବସିପାରୁଛି, ପୁଣି ମୁଁ ଧନବାନ, ବଳବାନ ଆଉ ବୁଦ୍ଧିମାନ ମଧ୍ୟ, ମୋ ପାଖରେ ଧନ ଅଛି, ବଳ ଅଛି, ବୁଦ୍ଧି ଅଛି, ଏଇଭଳି ଭାବିଲେ ରାଜା। ଆଉ ଭାବିଲେ କି ମୁଁ ଏ ସିଂହାସନରେ ବସିବାକୁ ଅଧିକ ଉପଯୁକ୍ତ, ସେ ପିଲାଠାରୁ ମଧ୍ୟ ଅଧିକ ଉପଯୁକ୍ତ ଭାବିଲେ। ଓ ଏହା ଭାବି ସିଂହାସନରେ ବସିବାକୁ ଆଗକୁ ବଢ଼ିଗଲେ। ଆଗକୁ ବଢ଼ିବା ମାତ୍ରେ ଚତୁର୍ଥ ପୁତ୍ତଳିକା କ'ଣ କଲା? ସିଂହାସନ ସହିତ ସେ ଆକାଶକୁ ଡେଣା ହଲେଇ ଉଡ଼ିଗଲା। ପୁତ୍ତଳିକା ଏବଂ ସିଂହାସନ, ଚିତ୍ରରେ ଦେଖିପାରୁଥିବ ପିଲାମାନେ ଯେ ପୁତ୍ତଳିକା ଓ ସିଂହାସନ ଦୁଇଟା ଆକାଶକୁ ଉଡ଼ିଗଲେ। ରାଜାଙ୍କର ନ୍ୟାୟ ସିଂହାସନରେ ବସିବା ହେଲା ନାହିଁ। ତ ଏଇ ଗପରୁ ତୁମେ ମାନେ କ'ଣ ବୁଝିପାରିଲ? ରାଜାଙ୍କ ମନରେ ଅହଙ୍କାର ଥିଲା ଯେ ମୁଁ ଧନବାନ, ବଳବାନ, ବୁଦ୍ଧିମାନ, ମୁଁ ଅଧିକ ଉପଯୁକ୍ତ। ତ ସେଇଥିପାଇଁ ସେ ସିଂହାସନରେ ବସିବା ପାଇଁ ଯୋଗ୍ୟ ହେଲେ ନାହିଁ। ତ ପିଲାମାନେ ଏଇ ଗପରୁ ଆମେ ଶିଖିଲେ ଯେ କେବେ ବି ମନରେ ଅହଙ୍କାର କରିବା ନାହିଁ। ମୁଁ ସବୁ ଜାଣିଛି, ମୋ ପାଖରେ ସବୁ ଅଛି, ମୋ ପାଖରେ ଧନ ଅଛି, ମୋ ପାଖରେ ବହୁତ ବଳ ଅଛି, ଏହିଭଳି ଭାବରେ କେବେ ବି ମନରେ ଅହଙ୍କାର ରଖିବା ନାହିଁ। ଅନ୍ୟକୁ ଛୋଟ ବୋଲି, ନୀଚ ବୋଲି ଭାବିବା ନାହିଁ। ସବୁବେଳେ ଆମେ ନ୍ୟାୟରେ ରହିବା ଦରକାର। ଅନ୍ୟାୟରେ ରହିଲେ ଆମେ କୌଣସି ପାଇଁ ଯୋଗ୍ୟ ହେବା ନାହିଁ। ଯେତେ ବଡ଼ ହେଲେ ମଧ୍ୟ ଆମେ ଅଯୋଗ୍ୟ ବିବେଚିତ ହେବା। ତ ଆମେ ସବୁବେଳେ ନ୍ୟାୟ କର୍ମ କରିଚାଲିବା ଏବଂ ମନରୁ ଅହଙ୍କାର କାଢ଼ି ରଖିଦେବା। ଆଶା କରୁଛି ପିଲାମାନେ ଆପଣଙ୍କୁ ଏଇ ଗପଟି ଭଲ ଲାଗିଥିବ। ଆମେ ପୁଣି ଥରେ ଦେଖା ହେବା ତୃତୀୟ ପାଠକୁ ନେଇ। ତ ସେତେ ସମୟ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଧନ୍ୟବାଦ।